ଆପଣ ଆମର ନର୍ସର ବସିଥିଲେ ତାପରେ ଏଠି ଆସିଲେ ସ୍ୱାସ୍ଥ୍ୟ ବିଗିଡ଼ିଲା ନା କ'ଣ ପ୍ରୋବ୍ଲେମ୍ ହେଲା? ଯେହେତୁ ସକାଳୁ ଖିଆପିଆ ହେଇନଥିଲା, ବିପି ହାଇ ହେଇଗଲା ଏବଂ ମୁଣ୍ଡଟା ବହୁତ ଜୋରେ ବିନ୍ଧା ହେଲା, ଷ୍ଟାର୍ଟ ହେଲା। ତାପରେ ଏଠିକି ଆସିଲା ବେଳକୁ ଚେକ୍ କଲା ବେଳକୁ ବିପି ବହୁତ ହାଇ ଥିଲା ଆଉ ମେଡ଼ିସିନ ଫେଡ଼ିସିନ ଦେଇଛନ୍ତି। ଆଉ ଏବେ ଟିକେ ଭଲ ଲାଗୁଛି। ଡକ୍ଟର କହିଛନ୍ତି ଆଜି ରେଷ୍ଟ କରିବାକୁ, ଆଉ କାଲି ସକାଳକୁ ଡିସଚାର୍ଜ ହେଇକି ପୁଣି ମୁଁ ହଙ୍ଗର ଷ୍ଟ୍ରାଇକ୍ରେ ଯୋଗ ଦେବି ଯାଇ। ଆଜି ରହିବେ ଆପଣ? ଆଜ୍ଞା, ଡକ୍ଟର ଯେହେତୁ ଡିସଚାର୍ଜ ଦେଉନାହାନ୍ତି ତ ମୁଁ ଯାଇପାରୁନି। ତଥାପି ବଡ଼ି ବହୁତ ଟିକେ ୱିକ୍ ଅଛି ଆଉ ମୁଣ୍ଡଟା ଯେଉଁ ବିନ୍ଧୁଥିଲା ଆଉ ଭଲ ହେଇଯାଇଛି, କିନ୍ତୁ ବିପିଟା ବର୍ତ୍ତମାନ ହାଇ ଅଛି, ସେଥିପାଇଁ ଡକ୍ଟର ଡିସଚାର୍ଜ ଦେଉନାହାନ୍ତି। କାଲି ସକାଳେ ଡିସଚାର୍ଜ ଦେଲେ ପୁଣି ଯାଇକି ଜଏନିଂ କରିବି। ସେତେବେଳେ କେନ୍ଦ୍ରାପଡ଼ା ବର୍ତ୍ତମାନ ଭୁବନେଶ୍ୱର ସରକାର ଆପଣଙ୍କ କଥା ଶୁଣୁନାହାନ୍ତି, ଦିନକୁ ଦିନ ଆପଣଙ୍କ ଦେହ ଖରାପ ହେବାରେ ଲାଗିଛି, କିନ୍ତୁ ଆପଣଙ୍କୁ ଜଗିବା ପାଇଁ ବାହାରେ ମାଳ ମାଳ ପୁଲିସ ରଖୁଛନ୍ତି, କେମିତି ଦେଖୁଛନ୍ତି? ଜଗିବା ପାଇଁ ନାହିଁ, ସେମାନେ ମୋ ସୁରକ୍ଷା ପାଇଁ ଅଛନ୍ତି। ତ ପୁଲିସ ମାନେ କୌଣସି ହଇରାଣ ବି ମୋତେ କରୁନାହାନ୍ତି, ମୋତେ ସହଯୋଗ କରୁଛନ୍ତି। କ'ଣ ଅନୁରୋଧ କରିବେ ସରକାରଙ୍କୁ କି ଆପଣଙ୍କର ଯେଉଁ ଦାବି ରହିଛି ଜଲ୍ଦି ଶୁଣିଦେବେ? କାରଣ କେନ୍ଦ୍ରାପଡ଼ାରୁ ବର୍ତ୍ତମାନ ମହାତ୍ମା ଗାନ୍ଧୀ ମାର୍ଗ ପର୍ଯ୍ୟନ୍ତ ଆପଣଙ୍କର ଏ ଯାତ୍ରା ରହିଲାଣି। ଅନୁରୋଧ କରିକିରି ମାସେ ହେଇଗଲା, ଆଉ କ'ଣ ଅନୁରୋଧ କରିବି? ସେଥିପାଇଁ ତ ମୁଁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଅନଶନରେ ବସିଛି। ଯାହା ହବାର ଥିବ ହବ, ଯଦି ସରକାର ଶୁଣିବା କଥା ଶୁଣିବେ, ନହେଲେ ମରିବା ପର୍ଯ୍ୟନ୍ତ ମୁଁ ଲଢ଼ିବି। କ'ଣ ଚାହୁଁଛନ୍ତି ଏବେ ଆପଣ? ଯାହା ବି ମୋ ଦାବି ଅଛି ସେ ଦାବି ମୋର ପୂରଣ ହଉ। ଯେଉଁ ବିଡ଼ିଓ ଅଛନ୍ତି, IAS ଅଛନ୍ତି, ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ, ତାଙ୍କୁ ନିଲମ୍ବିତ କରାଯାଉ ତାଙ୍କ ଚାକିରିରୁ ଏବଂ ତାଙ୍କ ନାଁରେ ମାମଲା ରୁଜୁ କରାଯାଉ। ଯେଉଁ ବିଡ଼ିଓ IASଙ୍କ ପାଇଁ ଆଜି ଘଟଣା ଘଟିଛି, ମାସେ ହେଇଗଲାଣି ମୋତେ ଯେଉଁ ନିର୍ଯାତନା ଦିଆହେଇଛି, ତାଙ୍କ ଏଗେନଷ୍ଟରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ। ଶେଷ ପ୍ରଶ୍ନ, ଆପଣଙ୍କର କ'ଣ ଯଦି କିଛି ବି ହୁଏ ତାହେଲେ କିଏ ଦାୟୀ ରହିବ? ମୋର ଯଦି କିଛି ବି ହୁଏ ତ ଏଠି ସରକାର ହିଁ ଦାୟୀ ରହିବେ, କାରଣ ମୁଁ ତାଙ୍କୁ ଦେଇକିରି ଦାବିପତ୍ର ଦେଇକିରି ହିଁ ବସିଛି। ସରକାର ହିଁ ଦାୟୀ ରହିବେ।